ଆଜି ଆମେ ଚର୍ଚ୍ଚା କରିବା ଭର୍ଗୋ ବା କନ୍ୟା ରାଶି ବାବଦରେ। ଭର୍ଗୋ ରାଶି ହେଲା 6 ନମ୍ବର ରାଶି ହରୋସ୍କୋପରେ। ଏହା ନେକ୍ସଟ ଟୁ ଲିଓ ଅର୍ଥାତ୍ ସିଂହ ରାଶିର ପର ରାଶି ଅଟେ। ଇଗୋ ଡୋମିନାନ୍ସ ମାମଲାରେ ଆମେ ଯଦି ଦେଖିବା, ସିଂହଠୁ କମ୍ ନୁହେଁ ଭର୍ଗୋ ରାଶି। ଅର୍ଥାତ୍ ଭର୍ଗୋ ରାଶିର ବ୍ୟକ୍ତିମାନଙ୍କ ପାଖରେ ଇଗୋ ଡୋମିନାନ୍ସ ଗୁଣ ନିହିତ ଥାଏ। ଏହା ବାହାରୁ ଜଣାପଡ଼ୁନଥିଲେ ମଧ୍ୟ ଭିତରେ କିନ୍ତୁ ଇଗୋ ଏବଂ ଡୋମିନାନ୍ସ ଭର୍ତ୍ତିକି ରହିଥାଏ କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଖରେ। କନ୍ୟା ରାଶିର ଏଲିମେଣ୍ଟ ହେଲା ଆର୍ଥ ଏଲିମେଣ୍ଟ। ସେହି ବ୍ୟକ୍ତିମାନଙ୍କ ପାଖରେ ଟଙ୍କା ପଇସା ଭଲ ରହିଥାଏ, ରୋଜଗାର ଭଲ କରନ୍ତି ଏବଂ ବିଜନେସ୍ ଭଲ କରିଥାନ୍ତି। ଏମାନଙ୍କର ବା କନ୍ୟା ରାଶିମାନଙ୍କ ଯେଉଁ ବ୍ୟକ୍ତି ଥାନ୍ତି ସେମାନେ ଆନାଲିଟିକାଲ ସ୍କିଲରେ ଭଲ ହୋଇଥାନ୍ତି। ଅର୍ଥାତ୍ ଆମେ ଯଦି ଦେଖିବା ଅଡ଼ିଟର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଏରର ଫାଇଣ୍ଡର, ଯେଉଁମାନେ କି ଲ୍ୟାବ୍ ଟେକ୍ନିସିଆନ୍ ଥାନ୍ତି, ସେହି ପ୍ରଫେସନରେ ଭଲ କରିଥାନ୍ତି। ଭଲ ଆର୍ଗୁମେଣ୍ଟ କରିଥାନ୍ତି ଏବଂ ଓକିଲମାନଙ୍କ ଚାର୍ଟରେ ମଧ୍ୟ ଏମାନେ ଭଲ ପୋଜିସନରେ ଥାନ୍ତି। ଭର୍ଗୋ ରାଶିର ରୁଲିଂ ପ୍ଲାନେଟ୍ ମର୍କ୍ୟୁରୀ। ଭର୍ଗୋ ରାଶିର ବ୍ୟକ୍ତି ବା କନ୍ୟା ରାଶିର ବ୍ୟକ୍ତି ବାହାରୁ ସଫ୍ଟ ଜଣାପଡ଼ନ୍ତି। ଭଲ ଦେଖିବାକୁ ଭଲ ଚେହେରା ଏମାନଙ୍କର ଥାଏ। କଥାବାର୍ତ୍ତା ମଧ୍ୟ ଭଲ କରିଥାନ୍ତି। ଗୁଡ୍ ମ୍ୟାନିପୁଲେଟର ହୋଇଥାନ୍ତି। ମ୍ୟାନିପୁଲେଟର ଅର୍ଥାତ୍ କଥାବାର୍ତ୍ତାରେ ଏମାନେ ଫସାଇ ଦେବାରେ ମାହିର ହୋଇଥାନ୍ତି। କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ସହିତ କଥାବାର୍ତ୍ତା କଲାବେଳେ ଜଣାପଡ଼େ ସେମାନେ ଶୁଣୁଛନ୍ତି, କିନ୍ତୁ ଆକ୍ଚୁଆଲି ତାଙ୍କର ଧ୍ୟାନ ଅଲଗା ଥାଏ। ସେମାନେ ଘୁମେଇ ଫିରେଇ କଥା କହିବାରେ ମାହିର ଅଟନ୍ତି। କନ୍ୟା ରାଶିର ବ୍ୟକ୍ତିବିଶେଷ ଇଣ୍ଟେଲିଜେଣ୍ଟ ଥାନ୍ତି, ଅର୍ଥାତ୍ ଜ୍ଞାନୀ ଥାନ୍ତି। ଇଣ୍ଟେଲିଜେନ୍ସର ପରିମାଣ ଏଭଳି ଯେ ଅନ୍ୟ ଲୋକେ ତାଙ୍କ ଉପରେ ଈର୍ଷା କରିଥାନ୍ତି।